ତକ୍ଷ ଯେବେ ତୋ ପୁଅ ସେ ମୋର କେହି ନୁହେଁ ସେ ଯେବେ ତମ ପୁଅ ସେ ମୋର କେହି ନୁହେଁ ଭରତ ହେଲେ ତୋର ମାତା କୈକେୟୀ କଥାରେ ସ୍ୱାମୀ ବନଗମନ ତୋର ମାତା କୈକେୟୀ କଥାରେ ସ୍ୱାମୀ ବନଗମନ ସୀତା ଠାକୁରାଣୀ ଡାକିଲେ କହିଲେ ଭରତ ତୁମ ମା କିଏ ମୋ ସ୍ୱାମୀ ରାମଙ୍କର ମା କୌଶଲ୍ୟା କହିଲା ଠିକ କହିଛି ତୁମ ମା ହେଲେ କୈକେୟୀ ମୋ ସ୍ୱାମୀ ରାମଙ୍କର ମା କୌଶଲ୍ୟା କିନ୍ତୁ ତୁମ ମା କୈକେୟୀଙ୍କ ଚକ୍ରାନ୍ତରେ ମୋ ସ୍ୱାମୀ ରାମ 14 ବର୍ଷ ବନକୁ ଗଲେ କା କଥାରେ କୈକେୟୀ କଥାରେ କୈକେୟୀ କଥାରେ ଗଲେ 14 ବର୍ଷ ବନକୁ ଯେତେବେଳେ 14 ବର୍ଷ ବନକୁ ଗଲେ ହେ ତକ୍ଷ ସେଇ ନ୍ୟାୟ ଦୃଷ୍ଟିରୁ ପ୍ରମାଣ କରାଗଲେ ତକ୍ଷ କଣ ମୋ ପୁଅ ନୁହେଁ ତୋରେ ଭରତ ବିଚାର କରିକି ଦେଖ ତୁମ ରଘୁବଂଶ ଇତିହାସକୁ ଦେଖ ଏବେ ବି ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେଇକି ରହିଛି ତୁମ ମା କୈକେୟୀ କଥାରେ ମୋ ସ୍ୱାମୀ ରାମ ଯଦି 14 ବର୍ଷ ବନକୁ ଯାଇପାରିଲେ ତାହେଲେ ମୁଁ କାହିଁକି ଏ ପୁଅଟାକୁ ତତେ ଦେବି ସେ କଣ ମୋ ପୁଅ ନୁହେଁ କି ମୋ ପୁଅକୁ ମୁଁ କାହାରିକୁ ଦେବି ନାହିଁ ବୋଲି ଭରତରେ ତୁମ ନନା ମୋ ସ୍ୱାମୀ ରାମ ରାମଙ୍କ ନାମରେ ପ୍ରତିଜ୍ଞା କରିଛି ଭରତ ତୁମେ ଫେରି ଯାଅ ଭରତ ଫେରି ଆସିଲେ ଯେତେବେଳେ ଭରତ ଫେରି ଆସିଛନ୍ତି ରାମ ବାପା ଅପେକ୍ଷା କରିଛନ୍ତି ରାମ ଭଗବାନ ଅପେକ୍ଷା କରିଛନ୍ତି ଭରତଙ୍କର ପଥକୁ ଭରତ ଆସି ପହଞ୍ଚିଲା ପାଦ ତଳେ ପ୍ରଣାମଟି ଢାଳି ଦେଲେ ଭରତ 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 ତୁମେ ତ ଆସିଲ ସୂର୍ଯ୍ୟ ଅସ୍ତ ହବା ପାଇଁ ସ୍ୱଳ୍ପ ସମୟ ଅଛି ବିଳମ୍ବ କାହିଁ କରୁଛ ଯେତେ ଶୀଘ୍ର ପାରୁଛ ମୈତ୍ରଙ୍କୁ ପୁଅକୁ ବଢେଇ ଦିଅ ମା ଦେଲେନି ମା ଦେଲେନି ପୁଅକୁ ଦେଲେନି କଣ କହିଲେ ଆପଣଙ୍କ ନାମରେ ସେ ଶପଥ କରି କହିଛନ୍ତି ମୋ ପୁଅକୁ କାହାରିକୁ ଦେବିନି ଭଗବାନ ବିଚାର କଲେ ମୁଁ ହେଉଛି ସ୍ୱାମୀ ସୀତା ହେଉଛି ମୋ ସ୍ତ୍ରୀ ମୁଁ ପୁରୁଷ ସେ ନାରୀ ମୋ କଥା ରହିବନି ଜଣେ ନାରୀ କଥା ରହିବ ରାଗିଗଲେ ବ୍ରହ୍ମାଣ୍ଡ ନାୟକ ରାମ ଧଇଲେ କୋର୍ଦଣ୍ଡକୁ ପହଞ୍ଚିଲେ ସୀତାଙ୍କ ନିକଟରେ ଡାକିଦେଲେ ସୀତେ ଜାଣିଅଛି ସୀତା ଇଏ କେରେ ତୁ କୁଛିତା ଘୋଡ଼ାଇ ରଖିଛି ମୁଠି ଆରେ ଘୋଡ଼ାଇ ରାମ ଭଗବାନ ସୀତାଙ୍କ ପାଖରେ ପହଞ୍ଚିଲେ କୋର୍ଦଣ୍ଡକୁ ଧରିଛନ୍ତି ଡାକିଦେଲେ ସୀତେ ମୋ ସାନୁଜ ଭାଇଟା ଭରତକୁ ପଠେଇଥିଲି ପୁଅକୁ ଦେଲନି ମନା କରିଦେଲ ମୋ ନାମରେ ଗୁଡ଼ା ସତ୍ୟ କରିଛ ତମେ ପ୍ରତିବ୍ରତା ନାରୀ ସୀତା ହାତ ଯୋଡ଼ିଲେ କହିଲେ ସ୍ୱାମୀ ଆପଣ ତ ଠିକ ବାର୍ତ୍ତା ପାଇଛନ୍ତି ହେ ସ୍ୱାମୀ ସ୍ତ୍ରୀଟା ସତୀ କି ଅସତୀ ତା ପୁରୁଷ କହିବ ତା ସ୍ୱାମୀ କହିବ ଆପଣ ତ ସମସ୍ତ ବାର୍ତ୍ତା ପାଇଛନ୍ତି ହେଲେ ଠାକୁର ପୁନର୍ବାର ଆପଣ କାହିଁକି ଆସିଲେ ଏ କଥା ଶୁଣିବା ମାତ୍ରେ ରାମ ଡାକିଲେ କହିଲେ ସୀତେ ତୁମେ କେଡ଼େ ପ୍ରତିବ୍ରତା ନାରୀ ମୁଁ ଜାଣେ କେଡ଼େ ସତୀ ନାରୀ ମୁଁ ଜାଣେ ମୋର ରାଣ ଦେଲା ଯେ ଲକ୍ଷ୍ମଣ ସେ କଥା କି ମନେ ନାହିଁ ମୋ ରାଣ ମୋ ନିୟମ ମୋ ସାନୁଜ ଲକ୍ଷ୍ମଣ ଦେଇଥିଲା କେତେବେଳେ ପଞ୍ଚବଟୀ ବନରେ ଯେତେବେଳେ ପତ୍ର କୁଡ଼ିଆ ନିର୍ମାଣ କରି କାଳଯାପନ କଲେ ଗୋଟିଏ ମାୟା ମୂର୍ଖକୁ ଦେଖି ସୀତା ତୁମେ ଲୋଭ କଲ ତୁମ ମନର ଅଭିଳାଷକୁ ପୂର୍ଣ୍ଣ କରିବା ପାଇଁ ସୀତେ ମୁଁ ମାୟା ମୃଗ ପଛରେ ଗଲି ଯେତେବେଳେ ମାୟା ମୃଗ ପଛରେ ଗଲି ହଇଓ ସୀତେ ସେତେବେଳେ ତୁମକୁ ସୁରକ୍ଷା ଦେବା ପାଇଁ ମୋ ସାନୁଜ ଲକ୍ଷ୍ମଣକୁ ଦ୍ୱାର ଦେଶରେ ଜଗେଇ କରିକି ଯାଇଥିଲି ଯେତେବେଳେ ଲକ୍ଷ୍ମଣକୁ ଜଗେଇ କରିକି ଯାଇଥିଲି ମୋ ଲକ୍ଷ୍ମଣକୁ ତୁମେ ଧିକାର କଲ ମୋ ଲକ୍ଷ୍ମଣ ମୋତେ ଉଦ୍ଧାର କରିବା ପାଇଁ ବନକୁ ଗଲା
ଯିବା ବେଳେ ହୟ ସୀତେ ମୋ ସାନୁଜ ଲକ୍ଷ୍ମଣ ତୁମକୁ ସୁରକ୍ଷା ଦେବା ପାଇଁ ଦ୍ୱାର ଦେଶରେ 3ଟି ଗାର କାଟିଲା। 3 ଗାର ବାପା ଦେଲେ, 4 ଗାର ଦେଲେନି। 3ଟି ଗାର ଦିଆଗଲା, 4 ଗାର ବାପା ଦେଲେନି। ଗୋଟିଏ ଗାର ଦେଇଥିଲେ ହେଇନଥାନ୍ତା। ଆପଣଙ୍କୁ ବିପଦ ପଡ଼ିଛି, ଆପଣ ଘୋର ବିପଦରେ ଅଛନ୍ତି, ଜୀବନ ଯାଇପାରେ ରହିପାରେ କହିହବନି। ସେଇ ସମୟରେ ଆପଣଙ୍କ ଭାଇ ଠାକୁରଙ୍କ ନାମ ଜପୁଥିବ, ସେଇ ସମୟରେ ଆଉ 4 ଜଣଙ୍କୁ ଡାକିବ, ଆପଣ ରହିବେ ଅପେକ୍ଷା କରିବେ କି? ସୀତାଙ୍କୁ ସେଇ ନ୍ୟାୟ ଦେଲେ ରାମ ଭଗବାନ। ବୋଲେ ହେ ସୀତେ, ମୋ ଲକ୍ଷ୍ମଣକୁ ଧିକାର କଲ। ମୋ ଲକ୍ଷ୍ମଣ ଗଲା ବେଳେ ମୋ ଲକ୍ଷ୍ମଣ 3 ଗାର କାଟି ଦେଇ ଯାଇଥିଲେ। 3 ଗାର ଦେଲା ବାପା, 4 ଗାର ଦେଲାନି, 1 ଗାର ଦେଲାନି। ହେଲା ତାତିନି ଏନେ ଭଳ ଜଞ୍ଜାଳ 3 ସେଦିନ ସତ୍ୟ କରିଥିଲେ 3 ରାଜା ବଳି ସତ୍ୟ କରିନଥିଲେ। 3 ପାଦ ଭୂମି ଦବା ପାଇଁ ରାଜା ବଳି ଯେଉଁ ଯଜ୍ଞର ଆୟୋଜନ କଲେ, ସେ ଯଜ୍ଞର ନାମ ରଖିଲେ ମୋ ବାପା ବୃନ୍ଦାରକ ଯଜ୍ଞ। ବୃନ୍ଦାରକ ଯଜ୍ଞର ଆୟୋଜନ କରି ରାଜା ବଳି ସତ୍ୟ କଲେ, ଯିଏ ଯାହା ମାଗିବ ସ୍ୱଇଚ୍ଛାରେ ପ୍ରଦାନ କରି ସ୍ୱର୍ଗପୁରର ଇନ୍ଦ୍ରପଦକୁ ଲାଭ କରିବେ। ରାଜା ବଳି ମନର ଅହଙ୍କାର ଜନ୍ମିଲା। ଭଗବାନ ସବୁ ସହିବେ, ଭକ୍ତ ମନର ଅହଙ୍କାର ଗର୍ବ ଆସିଲେ ସହିବେନି। ସେଦିନ ଭକ୍ତ ମନର ଅହଙ୍କାରକୁ ଦୂରୀଭୂତ କରିବା ପାଇଁ ପ୍ରଭୁ ମୋର 52 ଆଙ୍ଗୁଳି ବିଶିଷ୍ଟ ବାମନ ମୂର୍ତ୍ତିକୁ ଧାରଣ କରି ଆସି ପହଞ୍ଚିଲେ। ତାଙ୍କ ଶୋଭାଟା କିଭଳି ହୋଇଥିଲା ବଳି ବାମନାଷ୍ଟକ ପ୍ରମାଣ କରେ। ବୋଲେ ଲାବଣ୍ୟ ଗୋଷ୍ଠ ମାତ୍ର ଜଗତ ବସତିଳକ ପୁସ୍ତକ ବର୍ଣ୍ଣମାଳ ଯଜ୍ଞ ପବିତ୍ର ତ୍ରିଦଶଦିତ ହର ତତ୍ପର ଜ୍ୟୋତିରାୟ ଧୋତା ଖତଞ୍ଚ ହବାମେ ଗଲେ କୁଶବଟୁ ତାମ୍ର ପାତ୍ରଞ୍ଚ ଦକ୍ଷିୟ ಯತ ವ್ಯಂಪಂತ ಭೂತ ಬಳಿ ಗೃಹತೆ ಪಾಠ ಏಕ ಸಾಮವೇದ लावण्य गोष्ठ मात्र जगत बस तिलक बा गोरखनाथ नामक तिलक को ठाकुर मस्तक धारण कर बलिर यज्ञ सतरा पहुँचले पाठयत श्याम वेद मत कोकिलनाथ त्रिपुर पुलकित उद्वेगल गात्र बलि भोजन पाखे बसी आसी पहुँची गले यज्ञस्थल देखिले बामन मूर्ति को धारण कर जड़े ब्राह्मण ठिया कहले हे ब्राह्मण हे द्विजवर आपण क्यों आसी कहीं कहले मु बहुत दूर आसी पथश्रम करी मोर प्रयास त्रिपात भूमि कहले हीरा लीला मोली मागी दे था ब्राह्मणिया लोक भोजन कर बिकी भंगी चली था 3 पात भूमि नहीं कौन कर सत्य कर हे राजन कर सत्य संख्या शंखरे जल दान कर सत्य कर जहा माग स्वेच्छा दब मोर 3 पाद भूमि 3 पाद भूमि देवे भगवान श्रीहरि देखु जुग जुग धरी भक्त तल हस्तर नहीं चली भगवान ऊपर हस्तर दे चली आज्ञा आम सबुदिन प्रभु कनिकर तल हस्तर नि भगवान ऊपर हस्तर दियंती समय चकटा घूरी चली केते बेले कोठी केमिति अटक कहि हबनी देख हो ये समय चक्कर चली देख समय आहा देख हो समय ओ सही चक्कर अध्यो कहार औ भाग्य भूमि दान देले प्रथम पाद आकाश द्वितीय पाद पृथ्वी आम आज्ञा टीवी रे देखिले मोबाइल देखिले भगवान को दान दौरान बलि प्रथम पाद आकाश द्वितीय पाद पृथ्वी तृतीय पाद तो ना ये तो मायाधर ठाकुर
ମାୟାଧର ଠାକୁରଙ୍କ ନାଭି କମଳ ମଧ୍ୟରୁ ତୃତୀୟ ପାଦଟି ସୃଷ୍ଟି ହେଲା। ଭଗବାନ ଡାକିଲେ, ବଳି ଡାକିଲେ, ହେଲେ ବଳି ଇଏ ତୃତୀୟ ପାଦକୁ ଥୋଇବି କୋଉଠି କହ। ଠାକୁରଙ୍କର ନାଭି କମଳର ତୃତୀୟ ପାଦକୁ ଦେଖି ଭକ୍ତ ହାତ ଯୋଡ଼ିଦେଲା, କହିଲା ପ୍ରଭୁ ମୁଁ ପୁରା ଆପଣଙ୍କୁ ଚିହ୍ନି ସାରିଛି। ହେ ମାୟାଧର, ମୁଁ ଯେତେବେଳେ ଆପଣଙ୍କୁ ଚିହ୍ନି ସାରିଛି, ଆପଣ କାହିଁକି ଆଉ ମୋ ସହିତ ମାୟା କରୁଛନ୍ତି, କପଟତା କରୁଛନ୍ତି? ଠାକୁର ଆଉ ଛାଡ଼ିଲେ କି? କହିଲେ ହେ ବଳି ସମୟ ଯାଉଛି, କୁହ ମୋର ଏ ତୃତୀୟ ପାଦକୁ କୋଉଠି ଥୋଇବି? ରାଜା ଆଜି ଚିହ୍ନି ପାରିଲେ, ଭକ୍ତ ଭଗବାନଙ୍କୁ ଚିହ୍ନି ପାରିଲେ, କହିଲେ ପ୍ରଭୁ ମୁଁ ଯେତେବେଳେ ଚିହ୍ନି ପାରୁଛି ଆଉ କାହିଁକି ମାୟାଧର ମୋ ସହିତ ମାୟା କରୁଛ, କପଟତା କରୁଛ? ହେ ପ୍ରଭୁ ମୋ ପାଖରେ କ'ଣ ଅଛି? ସଂସାରରେ ଯାହା ଆପଣ ଦେଖୁଛନ୍ତି ସବୁ ତ ଆପଣଙ୍କର ଦାନ। କ'ଣ ଦେଇ ଆପଣଙ୍କର ଏ ତୃତୀୟ ପାଦକୁ ପୂର୍ଣ୍ଣାଙ୍ଗ କରିବି? ହେଲେ ମହାପ୍ରଭୁ କୁହ କିବା ନାହିଁ ତୁମ୍ଭର ଚିରଇ ପୂଜିବି ଅବା ତୁମ୍ଭ ପୟର। ମହାପ୍ରଭୁ କୁହ କିବା ନାହିଁ ଆଉ ଚିରଇ ଆଏ ମନ ତୁମର ଜୀବନ ତୁମର ଏ ମନ ତୁମର। ହେଲେ ହେ ମହାପ୍ରଭୁ ସବୁ ଆପଣଙ୍କର। ଆପଣ ଯଦି ଚାହୁଁଛନ୍ତି ବିଳମ୍ବ ନ କରି ଏ ତୃତୀୟ ପାଦକୁ ପୂର୍ଣ୍ଣାଙ୍ଗ କରିବା ପାଇଁ, ପ୍ରଭୁ ହେ ମୋ ମସ୍ତକରେ ଆପଣ ରଖିଦିଅନ୍ତୁ। ତିନି ପାଦ ଭୂମି ଦାନର ଛଳରେ ବଳିକୁ ଚାପିଲ ପାତାଳପୁର। କଥା ପ୍ରସଙ୍ଗ ମୋ ବାବା, ତିନି ପାଦ ଯେତେବେଳେ ପୂର୍ଣ୍ଣାଙ୍ଗ କଲେ, ପୃଥିବୀ ଦେଲେ, ଆକାଶ ଦେଲେ। ରାଜା ବଳି ମର୍ତ୍ତ୍ୟର ରାଜା, ପୃଥିବୀର ରାଜା, ସ୍ୱର୍ଗର ରାଜା। ଧରି ନିଅନ୍ତୁ ବାପା ଆପଣଙ୍କ ପଞ୍ଚାୟତରେ ପାଲା ହେଉଛି, ଆପଣଙ୍କ ପଞ୍ଚାୟତର ସରପଞ୍ଚକୁ ଆପଣ ଡାକିବେ ନା ମୋ ପଞ୍ଚାୟତ ସରପଞ୍ଚକୁ ଡାକିପାରିବେ କି? ଡାକିପାରିବେନି। ଠିକ ସେଇଭଳି ମର୍ତ୍ତ୍ୟର ରାଜା ହେଉଛି ରାଜା ବଳି, ପାତାଳର ରାଜା ହେଉଛି ବାସୁକି, ସ୍ୱର୍ଗର ରାଜା ଇନ୍ଦ୍ର। ଇଏ ବଳି କ'ଣ ଇନ୍ଦ୍ର ପଦ ପାଇଛି? ପାଇଛି କି? ସ୍ୱର୍ଗପୁରକୁ ଦେଇଦେଲା, ମର୍ତ୍ତ୍ୟପୁରକୁ ଦେବା କଥା, ମର୍ତ୍ତ୍ୟକୁ ଦେଲା, ସ୍ୱର୍ଗକୁ ଦେଲା, ପାତାଳକୁ ଦେଲା, ତିନିପୁରକୁ କାହିଁକି ଦେଲା? ରାଜା ବଳି ତାହା କଲେନି, ନିଜକୁ ତିନିପୁର କରିଦେଲେ। କେମିତି? ପାଦ ଠାରୁ ଅଣ୍ଟା ଯାଏ ପାତାଳ ହୋଇଲା, କୋଟି ଠାରୁ ବେକ ଯାଏ ଯେ ହୋଇଲା, ବେକ ଠାରୁ ସ୍ୱର୍ଗ ଯାଏ ସ୍ୱର୍ଗ ଯେ ହୋଇଲା। ପାଦ ଠାରୁ କୋଟି ଯାଏ ପାତାଳ, କୋଟି ଠାରୁ ବେକ ଯାଏ ମର୍ତ୍ତ୍ୟ, ବେକ ଠାରୁ ମସ୍ତକ ଯାଏ ସ୍ୱର୍ଗ। ହେଲେ ଶରୀରକୁ ତିନି ଭାଗ ନାମ ବି ଆଇଲା, ଇଏ ତିନି ପାଦ